ମହିଳାମାନଙ୍କ ପାଇଁ ମୋଦି ସରକାର ନୂତନ 7,000 ମାସିକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଚାଲନ୍ତୁ ଆମେ ଏ ବିଷୟରେ କିଛି ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ ଆପଣଙ୍କୁ ପୁଣି ଆଉ ଏକ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ପ୍ରଥମଥର ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଏବେ ଭିଡ଼ିଓଟିକୁ ଆରମ୍ଭ କରିବା। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ମୋଦି ସରକାର ବୀମା ସଖୀ ଯୋଜନା ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନେ ପ୍ରତି ମାସରେ 7,000 ପର୍ଯ୍ୟନ୍ତ ଭତ୍ତା ପାଇବେ। ଏହାକୁ ଲକ୍ଷ୍ମୀ ଭଣ୍ଡାର ଯୋଜନା ଅପେକ୍ଷା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ବୀମା ସଖୀ ଯୋଜନା କ'ଣ? ବୀମା ସଖୀ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ଆର୍ଥିକ ସୁରକ୍ଷା ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ଯୋଜନା। ଏହି ଯୋଜନାରେ ସାମିଲ ହେବା ଦ୍ୱାରା ମହିଳାମାନେ ମାସିକ ଭତ୍ତା ପାଇବେ ଏବଂ ବୀମା ପଲିସି ବିକ୍ରୟ କରି ଅତିରିକ୍ତ ଆୟ କରିବାର ସୁଯୋଗ ମଧ୍ୟ ପାଇବେ। ଭତ୍ତାର ପରିମାଣ: ବୀମା ସଖୀ ଯୋଜନା 3 ବର୍ଷ ପାଇଁ ବିଭିନ୍ନ ମାସିକ ଭତ୍ତା ପ୍ରଦାନ କରେ। ପ୍ରଥମ ବର୍ଷରେ ପ୍ରତି ମାସରେ 7,000 ଟଙ୍କା ମିଳିବ ଆଉ ଦ୍ୱିତୀୟ ବର୍ଷରେ ପ୍ରତି ମାସରେ 6,000 ଟଙ୍କା ମିଳିବ ଆଉ ତୃତୀୟ ବର୍ଷରେ ପ୍ରତି ମାସରେ 5,000 ଲେଖାଏଁ ଟଙ୍କା ମିଳିବ। ଆବେଦନ ପାଇଁ ଯୋଗ୍ୟତା କ'ଣ ରହିଛି? ଏହି ଯୋଜନାରେ ଆବେଦନ କରିବାକୁ ମହିଳା ଆବେଦନକାରୀଙ୍କୁ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଯେକୌଣସି ସ୍ୱୀକୃତିପ୍ରାପ୍ତ ସ୍କୁଲ କିମ୍ବା ବୋର୍ଡରୁ ମାଧ୍ୟମିକ ସ୍କୁଲ ପାସ୍ କରିଥିବା ଆବଶ୍ୟକ। ବୟସ 18ରୁ 70 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଭତ୍ତା ବ୍ୟତୀତ ମହିଳାମାନେ ଏହି ଯୋଜନାରେ ବୀମା ପଲିସି ବିକ୍ରୟ ପାଇଁ କମିଶନ ମଧ୍ୟ ପାଇବେ। ପ୍ରକଳ୍ପର ବର୍ତ୍ତମାନର ପ୍ରଗତି: ବୀମା ସଖୀ ଯୋଜନା ଆରମ୍ଭ ହେବାର ମାତ୍ର ଗୋଟିଏ ମାସ ମଧ୍ୟରେ 50,000ରୁ ଅଧିକ ମହିଳା ଆବେଦନ କରିଛନ୍ତି। 37,695 ମହିଳାଙ୍କ ଆକାଉଣ୍ଟକୁ ଭତ୍ତା ପଠାସାରିଛି। LIC ପ୍ରଥମ ବର୍ଷରେ 2 ଲକ୍ଷ ବୀମା ସଖୀଙ୍କୁ ନିଯୁକ୍ତି ଦେବାର ଯୋଜନା ଘୋଷଣା କରିଛି। ବର୍ତ୍ତମାନ 14,583 ବୀମା ସଖୀ ପଲିସି ବିକ୍ରି କରୁଛନ୍ତି। ଯୋଜନାର ଲକ୍ଷ୍ୟ: ବୀମା ସଖୀ ଯୋଜନାର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ୱାଧୀନ ଏବଂ ସ୍ୱାବଲମ୍ବୀ କରିବା। ସରକାରଙ୍କ ଅନୁଯାୟୀ ଏହି ପଦକ୍ଷେପର ଲକ୍ଷ୍ୟ ମହିଳାମାନେ ସଶକ୍ତ କରିବା ଏବଂ ଭାରତର ବିକାଶରେ ଯୋଗଦାନ ଦେବା। କିପରି ଆବେଦନ କରିବେ? ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ମହିଳାମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ LICର ଅଫିସିଆଲ ୱେବସାଇଟ ପଞ୍ଜୀକରଣ କରନ୍ତୁ। ବ୍ୟକ୍ତିଗତ ସୂଚନା ଏବଂ ଆବଶ୍ୟକ ଡକୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ପ୍ରକ୍ରିୟା ସମାପ୍ତ କରନ୍ତୁ। ବୀମା ସଖୀ ଯୋଜନା ମହିଳାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଲକ୍ଷ୍ମୀ ଭଣ୍ଡାର ଯୋଜନା ଅପେକ୍ଷା ଅଧିକ ସୁବିଧା ପ୍ରଦାନ କରେ। ଏହି ଯୋଜନାରେ ଆଗ୍ରହୀ ମହିଳାମାନେ ସୁବିଧା ପାଇବା ପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ କରିବା ଉଚିତ। ଯଦି ଆପଣମାନେ ବୀମା ସଖୀ ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତ ଏବେ ହିଁ ଡେରି ନକରି ଶୀଘ୍ର ଆବେଦନ କରନ୍ତୁ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ପ୍ରଥମଥର ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।